ସାର୍ଙ୍କୁ କହିବୁ ଆପଣଙ୍କର ଦେହ ସୁସ୍ଥ ହେଇଥିବାରୁ ମହାପ୍ରଭୁଙ୍କ ପାଖରେ ଆପଣଙ୍କୁ କୋଟି କୋଟି ପ୍ରଣାମ କରିବି କହିବୁ। ଶୁଣନ୍ତୁ, ନବୀନ ପଟ୍ଟନାୟକ କାହିଁକି ହେଲେ ତାର ତ ଉତ୍ତର ଆମେ କହିପାରିବାନି। ଯିଏ ଆମ ପାଖରେ ରହିବା ଆମେ ତା ପାଖରେ ରହିବା। ଆମର ହେଉଛନ୍ତି ମେନ୍ ହେଉଛନ୍ତି ନବୀନ ବାବୁ, ଯାହା କହିବାକୁ ଗଲେ ଆମ ଦେଶ ଦୁନିଆକୁ ସିଏ ହିଁ ସୁପୃଷ୍ଟ ଆଉ ପୁଷ୍ଟିସାର କରିଛନ୍ତି। ତାର ତ ଉତ୍ତର କାହିଁକି ଉତ୍ତର ତ ଆମର ପାଖରେ ନାହିଁ। ଆମର ନବୀନ ପଟ୍ଟନାୟକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକର ଦେହ ସୁସ୍ଥ ହେଇଥିବାରୁ, ସେ ପ୍ରଭୁଙ୍କ ଆଶୀର୍ବାଦରୁ ଦେହ ସୁସ୍ଥ ହେଇଥିବାରୁ ଆସିଥିବାରୁ ଆମେ ସମସ୍ତେ ଆସିଛୁ ତାଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ। ବହୁତ ଖୁସି ଅଛୁ, ବହୁତ ମାତ୍ରାରେ ସମସ୍ତେ ବହୁତ ଖୁସି ଅଛନ୍ତି। ତାଙ୍କର ଯେହେତୁ ବହୁତ ଫ୍ୟାନ୍ ତାଙ୍କର କେବଳ 25 ବର୍ଷ ଶାସନ ଭିତରେ ସେ ଯେତେ ସବୁ କାମ କରିଛନ୍ତି ସେଇ ଶାସନ ଭିତରେ ତାଙ୍କର ବହୁତ ଅବଦାନ ରହିଥିବାରୁ ସମସ୍ତେ ବହୁତ ପରିମାଣରେ ଲୋକ ବହୁତ ଏକଜୁଟ ହେଇକି ଅଛନ୍ତି। ସାର୍ଙ୍କୁ କହିବୁ ଆପଣଙ୍କର ଦେହ ସୁସ୍ଥ ହେଇଥିବାରୁ ମହାପ୍ରଭୁଙ୍କ ପାଖରେ ଆପଣଙ୍କୁ କୋଟି କୋଟି ପ୍ରଣାମ କରିବି କହିବୁ। ଆଗାମୀ ନିର୍ବାଚନ ପାଇଁ ଲୋକ ସମର୍ଥନ ଯେଉଁଟାକୁ ଦେବେ ଆମେ ସେଇଟାକୁ ସହମତ ସମସ୍ତେ କରିବା। ଆଉ ଶୁଣନ୍ତୁ, ନବୀନ ପଟ୍ଟନାୟକ କାହିଁକି ହେଲେ ତାର ତ ଉତ୍ତର ଆମେ କହିପାରିବାନି। କାରଣ ଯେହେତୁ ଲୋକଙ୍କର ଏକଜୁଟ ଯେଉଁଠି ଅଛି ସେଇଠି ଯଦି ସମସ୍ତେ ଏକମତ ହେଇପାରୁଛନ୍ତି ତାହେଲେ ହାରିବାର ପ୍ରଶ୍ନ ଉଠିନଥିଲା। କାହା ପାଇଁ ନୁହଁ, ଏଇଟା କାହା ପାଇଁ ନୁହଁ, ପାଣ୍ଡିଆନ ବାବୁଙ୍କ ପାଇଁ ନୁହଁ କି ଆମେ କହିଦେବା ସିଏ ବି କରିଥିଲେ କି ଇଏ କରିଥିଲେ ତାଙ୍କ ପାଇଁ ନୁହଁ। ଯେଉଁଟା ସମାଜ ଯେଉଁଟାକୁ ଚାହୁଁଛି ସେଇଟାକୁ ନେଇକି ସମସ୍ତଙ୍କୁ ଦେଖିବାକୁ ପଡ଼ିବ। କ'ଣ ପାଇଁ ସେଇଟା ଆପଣମାନେ ତଥ୍ୟ ବାହାର କରନ୍ତୁ, କ'ଣ ପାଇଁ ସେଇଟା ଆପଣମାନେ କହିପାରିବେ। ଆପଣ ପାଣ୍ଡିଆନ ବାବୁ ଯେତେବେଳେ ପ୍ରଚାର କରୁଥିଲେ ଗାଡ଼ିରେ ବସି, ସେତେବେଳେ ଆପଣମାନେ ତ ତାଙ୍କ ପାଖରେ ଥିଲେ, ଏବେ କାହିଁ କହୁଛନ୍ତି ଯେ ତଦାରଖ କର? ଏବେ ତ ଆପଣ ଜାଣିଥିବେ କ'ଣ। ଶୁଣନ୍ତୁ, ବର୍ତ୍ତମାନ କହିବାକୁ ଗଲେ ଦେଶ ଦୁନିଆ ଚାହୁଁଛି ଯେ ଆମର ଯିଏ ଆମ ପାଖରେ ରହିବା ଆମେ ତା ପାଖରେ ରହିବା। ଯେତେବେଳେ ପାଣ୍ଡିଆନ ବାବୁଙ୍କ ଜାଗାରେ ଯଦି ଅଲଗା ଯିଏ ହଉ XYZ ଯିଏ ହଉ, ଯଦି ଆମ ପାଖରେ ସମର୍ଥନ ଯଦି ଆସି ଜଣେ କରୁଛି, ପାଣ୍ଡିଆନ ବାବୁ ଆମ ପାଖରେ ଆସିକି କହିଲେ ସେଇ ଅନୁସାରେ ଆମେ ଦେଖିଲୁ ଯେ ଆମ ସମର୍ଥନ ଆମ ପାଖରେ ରହୁଛି, ସେଥିପାଇଁ ଆମେ ତାଙ୍କ ସାଙ୍ଗରେ ନିର୍ବାଚନ ସରିଲାଣି, 1.5 ବର୍ଷ ହେଲାଣି, ପାଣ୍ଡିଆନ ବାବୁ ଦେଖିଲେଣି? ପାଣ୍ଡିଆନ ସାର୍ଙ୍କୁ ଆମେ ଦେଖିପାରୁନାହୁଁ। କାହିଁକି ଦେଖିପାରୁନାହାନ୍ତି? କ'ଣ ପାଇଁ? ତା ଭିତରେ ତ ତଥ୍ୟ କଥା ବହୁତ ମନ୍ତ୍ରୀମାନେ ଅଛନ୍ତି, ତାଙ୍କ ଭିତରେ ସେ ବିଷୟରେ ଭାବିକି ଚିନ୍ତା କରିବେ। ଭଲ ଆଜ୍ଞା, ଦେଶ ସମାଜ ଚାହାକୁ ନବୀନ ବାବୁଙ୍କୁ ଆମର ହେଉଛନ୍ତି ମେନ୍ ହେଉଛନ୍ତି ନବୀନ ବାବୁ। କାରଣ ଦେଶ ସମାଜ ସମଗ୍ର କଲ୍ୟାଣରେ ସିଏ ଆମର ନେତା। ଆମ ସାଥିରେ 25 ବର୍ଷ କ'ଣ ତାଙ୍କ ଯାହା କହିବାକୁ ଗଲେ ଆମ ଦେଶ ଦୁନିଆକୁ ସିଏ ହିଁ ସୁପୃଷ୍ଟ ଆଉ ପୁଷ୍ଟିସାର କରିଛନ୍ତି। ଦେହ ଅସୁସ୍ଥ ଥିବାରୁ ତାଙ୍କର କିଛି କହିବା ମାତ୍ରାରେ ଦେହ ଅସୁସ୍ଥ ଥିଲା। ତାପରେ କାହିଁକି ଆସିଲେନି ସେଟା ଆଜ୍ଞା ଆମେ କହିପାରିବାନି। ତାର ତ ଉତ୍ତର କାହିଁକି ଉତ୍ତର ତ ଆମର ପାଖରେ ନାହିଁ। ବର୍ତ୍ତମାନ କିଛି ନହେଲେ ଲକ୍ଷେ ଲୋକ ଦେଖିବାକୁ ମିଳିବ ଆପଣଙ୍କୁ।